ନମସ୍କାର। ଆଜି ମୁଁ ମୋର ପ୍ରିୟ କାଳୁର କଥା ହିଁ କହିବି। ଏ ସଂସାରରେ କାଳୁ ହେଲା ସବୁଠୁ ପ୍ରଖ୍ୟାତ କଳାକାର। କଳାକାରଟିଏ ଯେମିତି ଅଭିନୟ କରିଥାଏ, ଷ୍ଟେଜ ଉପରେ ହେଉ, ଅବିକଳ ସେମିତି ଆମେ ଯେଉଁ ଏଇ କାଳୁକୁ ଏତେ ଭଲ ପାଉଛେ, ଇଏ କିଛି କମ୍ କଳାକାର ନୁହେଁ। ଇଏ ମଧ୍ୟ ତାର ଅଭିନୟ ବହୁ ସମୟରେ ଆମ ଜୀବନରେ ଦେଖେଇଥାଏ। ସେମିତି ଏକ କଳାକାରଙ୍କ ଜୀବନରେ ଯେଉଁ ଘଟଣା ଘଟିଥିଲା ସେ ବିଷୟରେ ମୁଁ କହିବାକୁ ଯାଉଛି। ଏ ଘଟଣା ଘଟିଥିଲା ପ୍ରାୟ 1980 ଦଶକର କଥା, ମାନେ 1980 ଦଶକର କଥା। ଇଏ ଏକଥା କହିଲା ବେଳକୁ, ମାନେ କାଳୁ ବିଷୟରେ କହିଲା ବେଳକୁ ମୁଁ ମଧ୍ୟ ଥରେ ଥରେ ସଂକୋଚ ଅନୁଭବ କରୁଛି। ମାନେ ଏବେ ଜଣେ ୟୁଟ୍ୟୁବକୁ ଦେଖୁଥିବା ଜଣେ ବନ୍ଧୁ ଏଇ ଏବେ ଦିନେ ଦି ଦିନ ତଳେ କମେଣ୍ଟରେ ଲେଖିଲେ, ଆପଣ ଯାହା କହୁଛନ୍ତି ଖୁବ ଭଲ କହୁଛନ୍ତି, ଏଇଟାକୁ ଜାରି ରଖନ୍ତୁ, କିନ୍ତୁ ଏଇତକୁ ଆପଣ ଶୁଣନ୍ତୁ ଭଲ ପେ। କିନ୍ତୁ ସେ ଲେଖିଛନ୍ତି, ଜଗନ୍ନାଥଙ୍କ ନାଁରେ ଗୁଡ଼ାଏ ମିଛ ଅପପ୍ରଚାର କରି ନିଜକୁ ମହା ଠକ ଭାବରେ ପ୍ରତିପାଦିତ କରନ୍ତୁ ନାହିଁ। ସେ ଯାହା କମେଣ୍ଟରେ ଲେଖିଥିଲେ, ମୋ କଥା ତାଙ୍କୁ ଭଲ ଲାଗୁଛି, କିନ୍ତୁ ଯେଉଁ ଜଗନ୍ନାଥଙ୍କ ବିଷୟରେ ଯାହା କହୁଛି ତାକୁ ସେ ଗ୍ରହଣ କରୁନାହାନ୍ତି। କହିଲେ ଜଗନ୍ନାଥଙ୍କ ନାଁରେ ମିଛ ଅପପ୍ରଚାର କରି ନିଜକୁ, ମାନେ ମୁଁ ମୋ ନିଜକୁ ଜଣେ ମହା ଠକ ଭାବରେ ପ୍ରତିପାଦିତ ନ କରିବାଟା ଭଲ। ଏଇଟା ପରେ ପୁରୀର ପଣ୍ଡାମାନେ କହୁଛନ୍ତି ମୁଁ ହଉଛି ମହାଠକ। ଜଗନ୍ନାଥଙ୍କୁ ନେଇ ଯାହା ଘଟଣା ସବୁ ଅତୀତରେ ଘଟି ଯାଇଛି, ସେ ଭକ୍ତ ଶାଲବେଗଙ୍କୁ ନେଇ ହେଉ, ବଳରାମ ଦାସଙ୍କୁ ନେଇ ହେଉ, ଦାସିଆ ବାଉରୀକି ନେଇ ହେଉ, ବନ୍ଧୁ ମହାନ୍ତିକି ନେଇ ହେଉ, କି ଜୟଦେବ ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ହେଉ, ଯେଉଁମାନଙ୍କୁ ନେଇ ଯାହା ଯାହା ଘଟି ଯାଇଛି, ତାର ତ ସେମାନେ କ'ଣ ସବୁ ମହା ଠକ ଥିଲେ? ଜଗନ୍ନାଥଙ୍କ ନାଁରେ ଖାଲି ମିଛ ଅପପ୍ରଚାର କରିଥିଲେ। ଏବଂ ଯଦି ସେଗୁଡ଼ାକ ସବୁ ଅତୀତର କଥା ସତ୍ୟ, ତାହେଲେ ଏବେ କ'ଣ ଜଗନ୍ନାଥ ଆଉ ତାଙ୍କର ଲୀଳା ଖେଳା କରୁନାହାନ୍ତି, ବା ତାଙ୍କର ଚମତ୍କାରିତା ଦେଖାଉନାହାନ୍ତି, ବା ଜଗନ୍ନାଥ ଯେ ସର୍ବଶକ୍ତିମାନ ଏବେ ମଧ୍ୟ କେଉଁଠି ନା କେଉଁଠି ସେ ତାଙ୍କର ଲୀଳା ଜାରି ରଖିଛନ୍ତି? ଏଇଟା କ'ଣ ସତ୍ୟ ନୁହେଁ? ଏଇ ନିକଟରେ ଯେଉଁ ଜଗନ୍ନାଥଙ୍କ ଅରୁଣ ସ୍ତମ୍ଭ ପାଖରେ ସେ ଯେଉଁ ମୃତ ଘୋଷିତ ହୋଇଥିବା ପୁଅଟିକି ତା ବାପା ଆଣି ଅରୁଣ ସ୍ତମ୍ଭ ପାଖରେ ବଡ଼ ଦାଣ୍ଡରେ ଶୁଆଇ ଦେଲା, ଏବଂ କିଛି ସମୟ ପରେ ସେ ଯେଉଁ ପୁଅଟି ଜୀବନ ପାଇଁ ଉଠିଥିଲା, ସମସ୍ତ ନ୍ୟୁଜ୍ ଚ୍ୟାନେଲରେ ସେଇଟା ଦେଖେଇଥିଲା, ତାହେଲେ ସେଇଟା ବି କ'ଣ ମିଛ? ମୋର କହିବା କଥା ହେଲା, ସମସ୍ତଙ୍କ ଜୀବନରେ ଯେ ଏଭଳି ଘଟଣା ଘଟିବ, ବା ଜଗନ୍ନାଥ ଯେ ସମସ୍ତଙ୍କୁ ତାଙ୍କର କରୁଣାର ହାତ ବଢ଼ାଉଛନ୍ତି ତା ନୁହେଁ। ତାଙ୍କର କରୁଣା ପାଇବା ପାଇଁ ଆମ ଭିତରେ ସେଇ ଯୋଗ୍ୟତା ଥିବା ଦରକାର, ଆମ ଭିତରେ ସେଇ ସମର୍ପଣର ଭାବ ଥିବା ଦରକାର। ମୁଁ ତ ନିଶ୍ଚୟ କହିବି, ମୋତେ ମହା ଠକ କୁହନ୍ତୁ କି ଜଗନ୍ନାଥଙ୍କ ନାଁରେ ମୁଁ ମିଛ କଥା କହୁଛି, ଯେତେ କହିଲେ ମଧ୍ୟ ମୁଁ କହିବି ମୋ ଜୀବନରେ ଯାହା ସବୁ ଘଟି ଯାଉଛି,
ତାହା ଜଗନ୍ନାଥଙ୍କର ଜୀବନ୍ତ ସତ୍ତାକୁ ଯେ ପ୍ରତିପାଦିତ କରୁଛି ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ ନିଜକୁ ଭକ୍ତ ସାଲବେ କି ଦାସିଆ ବୌରୀ ନ କହିଲେ ମଧ୍ୟ ମୁଁ ଏହା ସ୍ୱୀକାର କରୁଛି, ଏ ଜନ୍ମରେ ଠାକୁର ଅତୀତରେ ଯେମିତି ତାଙ୍କ ଭକ୍ତମାନଙ୍କୁ ଶୁଣିଥିଲେ, ସାହାଯ୍ୟ କରିଥିଲେ, ଭକ୍ତମାନଙ୍କ ପାଇଁ ସେ ଅନେକ ଲୀଳାଖେଳା କରିଥିଲେ। ମୁଁ ନିଶ୍ଚୟ କହିବି ମୋର ଏଇ ଛୋଟିଆ ଜୀବନରେ ମଧ୍ୟ ସେ ଅନେକ ଏଇଭଳି ଆଚମ୍ବିତ ଲୀଳା କରି ଚାଲିଛନ୍ତି। ସେଣିକି ଆପଣମାନେ ମୋତେ ମହାଠକ କୁହନ୍ତୁ କି ଯାହା କୁହନ୍ତୁ, ମୁଁ ମୋ କାଳୁ ସହିତ ଅନ୍ତରଙ୍ଗ ଆଳାପରେ ଅଛି, ଅନ୍ତରଙ୍ଗ ସାନ୍ନିଧ୍ୟରେ ଅଛି, ଅନ୍ତରଙ୍ଗ ଆତ୍ମୀୟତାରେ ଜୁଡୁବୁଡୁ ହଉଛି। ତେବେ ଆଜିର ଯୋଉ ଏକ ସତ୍ୟ ଘଟଣା ସେ ବିଷୟରେ ମୁଁ କହୁଛି। ଆପଣମାନେ ଜାଣିଥିବେ ହରିହର ବାହିନୀପତି ବୋଲି ଜଣେ ପୁରୀରେ ଜଣେ ବୁଦ୍ଧିଜୀବୀ ବିଶିଷ୍ଟ ବ୍ୟକ୍ତି ଥିଲେ, ଯେଉଁମାନଙ୍କୁ ବର୍ତ୍ତମାନ 50-60 ହେଇଯିବଣି କି ମୋ ଭଳି 70 ହେଇଯିବଣି, ସେମାନେ ହରିହର ବାହିନୀପତିଙ୍କ ନାଁ ନିଶ୍ଚୟ ଶୁଣିଥିବେ। ସେ ଏକଦା ଓଡ଼ିଶା ବିଧାନସଭାର ବାଚସ୍ପତି ବି ଥିଲେ। ସେ ଜଗନ୍ନାଥ ପ୍ରେମୀ ଥିଲେ। ଜଗନ୍ନାଥଙ୍କ ପାଇଁ ନିର୍ମାଲ୍ୟ ନାମରେ ଏକ ଆଧ୍ୟାତ୍ମିକ ପତ୍ରିକା ସେ ପ୍ରତି ମାସରେ ବାହାର କରୁଥିଲେ। କିଏ? ହରିହର ବାହିନୀପତି। ହରିହର ବାହିନୀପତିଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା। ସେ ଅନେକ ଥର କିଛି କିଛି କାର୍ଯ୍ୟରେ ମୋ ପାଖକୁ, ମୋ ପୁରୀ ବସା ଘରକୁ ଆସିଛନ୍ତି। ମୋଟାମୋଟି ତାଙ୍କ ସହିତ ମୋର ଭଲ ସୁସମ୍ପର୍କ ଥିଲା। ହରିହର ବାହିନୀପତିଙ୍କର ଯୋଉ ନିର୍ମାଲ୍ୟ ବୋଲି ଯୋଉ ପତ୍ରିକାଟେ ବାହାରୁଥିଲା, ଯୋଉ ପେପରରେ ଛପା ହଉଥିଲା, ସେ ପେପରଟିକି ସ୍ପନ୍ସର କରୁଥିଲେ ବା ସାହାଯ୍ୟ କରୁଥିଲେ, ଯୋଗେଇ ଦଉଥିଲେ ସମାଜର ତତ୍କାଳୀନ ସମ୍ପାଦକ ପଦ୍ମଶ୍ରୀ ରାଧାନାଥ ରଥ। ଏଇଟା ତ ଆପଣମାନେ ରାଧାନାଥଙ୍କ ରଥ ନିଶ୍ଚୟ ନାଁ ଜାଣିଥିବେ। ତେଣୁ ନିର୍ମାଲ୍ୟ ପତ୍ରିକା ଯେତେବେଳେ ବାହାରେ, ତା ପୂର୍ବରୁ ହରିହର ବାହିନୀପତି ସମାଜ ଅଫିସକି ଯାଆନ୍ତି ଏବଂ ରାଧାନାଥ ରଥ ହରିହର ବାହିନୀପତିକି ସେଇ ଯୋଉ ନ୍ୟୁଜ ପ୍ରିଣ୍ଟ ପେପର ତାଙ୍କୁ ଯୋଗେଇ ଦେଇଥାନ୍ତି। ଗୋଟାଏ ଥର ହରିହର ବାହିନୀପତି ସମାଜ ଅଫିସରେ ପହଞ୍ଚିଛନ୍ତି। ଦୁଇ ବନ୍ଧୁ ମାନେ ରାଧାନାଥ ରଥ, ହରିହର ବାହିନୀପତି ଗୋଟେ ବୟସରେ ବଡ଼, କଥାବାର୍ତ୍ତା ଆଳରେ ଛଳରେ ରାଧାନାଥ ରଥ କହିଲେ ତମର ଯୋଉ ନିର୍ମାଲ୍ୟ ପତ୍ରିକା ବାହାର କରୁଛ, ସେଥିରେ କେବଳ ନିର୍ମାଲ୍ୟ ପତ୍ରିକାରେ ସାଧାରଣତଃ ଜଗନ୍ନାଥଙ୍କ ତତ୍ତ୍ୱ, ସମାଜ ତତ୍ତ୍ୱ, ଦର୍ଶନ ତତ୍ତ୍ୱ, ରୀତିନୀତି, ତାତ୍ତ୍ୱିକ ଆଲୋଚନା ବା ତାତ୍ତ୍ୱିକ ପ୍ରବନ୍ଧ ମାନେ ପ୍ରକାଶ ପାଉଥିଲା। ରାଧାନାଥ ରଥ କହିଲେ ତା ଠିକ ଯେ, କିନ୍ତୁ ତମେ ଜଗନ୍ନାଥଙ୍କୁ ନେଇ ଯୋଉ ପ୍ରତ୍ୟକ୍ଷ ସବୁ ଅନୁଭୂତି ହଉଛି, ଯୋଉଟାକ ବିଶ୍ୱାସ କରିବା ଭାରି କଷ୍ଟକର, କିନ୍ତୁ ଏବେ ବି ଜଗନ୍ନାଥଙ୍କର ପ୍ରତ୍ୟକ୍ଷ ଅନୁଭୂତି ରେ ଅନେକ ଲୋକ ଅଛନ୍ତି, ସେଇ ଜୀବନ୍ତ ଅନୁଭୂତିର କଥା କିଛି ବାହାର କରୁନ, ହେଲେ ଭଲ ହୁଅନ୍ତା। ହରିହର ବାହିନୀପତି ହସିଛନ୍ତି, କହିଛନ୍ତି ମୁଁ କାହାକୁ ଖୋଜିବି, ମାନେ କାହାର ଯେ ପ୍ରତ୍ୟକ୍ଷ ଅନୁଭୂତି ଅଛି ମୁଁ ଜାଣିବି କେମିତି? ଜଷ୍ଟ କହିଛନ୍ତି। ରାଧାନାଥ ତ କହିଛନ୍ତି ଗୋଟେ କାମ କର, ଆମ ଶରଣ କୂଳର ଯୋଉ ବାଞ୍ଛାନିଧି ଶତପଥୀ ଅଛନ୍ତି, ବାଞ୍ଛାନିଧି ଶତପଥୀ କି ଆପଣମାନେ ଜାଣିଛନ୍ତି କି ନାହିଁ ମୁଁ କହୁଛି, ମୁଁ ତାଙ୍କୁ ଦେଖିଛି। ବାଞ୍ଛାନିଧି ଶତପଥୀ ସେ ସମୟର ଜଣେ ଏକକ କଳାକାର। ଏକକ କଳାକାର ମାନେ ସେ ଏକା ଧର ଗୋଟେ ଛୋଟିଆ 15 ମିନିଟ୍ ଡ୍ରାମାଟେ କରିବେ, ସେ ନିଜେ ପୁରୁଷ ହେଇକି କହିବେ ପୁରୁଷ କଣ୍ଠରେ, ସେଇ ପୁଣି ସ୍ତ୍ରୀ ହେଇକି ସ୍ତ୍ରୀ କଣ୍ଠରେ କହିବେ, ଛୁଆ କଣ୍ଠରେ କହିବେ, ସବୁ ଚଢେଇ ପକ୍ଷୀ ସ୍ୱରରେ ମଧ୍ୟ ସେ ବାହାର କରିପାରିବେ, କୁକୁର ମାନଙ୍କର ସ୍ୱର, ମାନେ ପଶୁ ପକ୍ଷୀ ପ୍ରାଣୀ ମାନଙ୍କର ସ୍ୱର, ପୁରୁଷର କଣ୍ଠ, ନାରୀର କଣ୍ଠ, ତାଙ୍କୁ କହନ୍ତି ସେ ଏକକ କଳା।
ଏକକ କଳାରେ ଓଡ଼ିଶାରେ ବାଞ୍ଛାନିଧି ଶତପଥୀ ଏକ ଚିରସ୍ମରଣୀୟ ନାମ। ଶରଣ କୂଳରେ ତାଙ୍କର ଘର। ସମାଜର ସମ୍ପାଦକ ରାଧାନାଥ ରଥ କହୁଛନ୍ତି ହରିହର ବାହିନୀପତିଙ୍କି ପୁରୀର ଯେ ତମେ ବାଞ୍ଛାନିଧି ଶତପଥୀଙ୍କି କଣ୍ଟାକ୍ଟ କର, ତାଙ୍କ ଫୋନ ନମ୍ବର ମୋ ପାଖରେ ଅଛି। ତାଙ୍କର ଜଗନ୍ନାଥଙ୍କୁ ନେଇ ବ୍ୟକ୍ତିଗତ ଅନୁଭୂତି ଅନେକ ଅଛି, ମୁଁ ତାହା ଜାଣେ। ଅନ୍ତତଃ ପକ୍ଷେ ତାଙ୍କରି ଠାରୁ ନିର୍ମାଲ୍ୟରେ ଏଥରକ ବ୍ୟକ୍ତିଗତ ଅନୁଭୂତିର କଥା, ଅନୁଭବର କଥା ଜଗନ୍ନାଥଙ୍କୁ ନେଇ କିଛି କିଛି ବାହାରୁ, ତାହେଲେ ଲୋକଙ୍କ ଦ୍ୱାରା ଆଦୃତ ହେବ। ଏବଂ ଆମ ଠାକୁର ଯେ ଗୋଟେ ନିର୍ଜୀବ କାଠର ଗଣ୍ଡି ନୁହନ୍ତି, ଏକଥା ମଧ୍ୟ ଲୋକମାନଙ୍କ ଭିତରେ ଏ ଆସ୍ଥା ବିଶ୍ୱାସ ଭଲ ପାଇବାଟା ବୃଦ୍ଧି ପାଇବ, ବଢ଼ିବ। ହରିହର ବାହିନୀପତି ଫେରି ଆସିଛନ୍ତି। ବାଟଯାକ ଭାବୁଛନ୍ତି, ପୁରୀରେ ପହଞ୍ଚିଲା ପରେ ସୁବିଧା ଦେଖି ମୁଁ ଏଇ ବାଞ୍ଛାନିଧି ଶତପଥୀକି ନିଶ୍ଚୟ ଯୋଗାଯୋଗ କରିବି। ସନ୍ଧ୍ୟା ପାଖାପାଖି ଯେତେବେଳେ ବାହିନୀପତି ବାବୁଙ୍କ ଗାଡ଼ି ଆସିକି ତାଙ୍କର ଘର ପାଖରେ ପହଞ୍ଚେ, ହରିହର ବାହିନୀପତିଙ୍କର ଘର ହେଲା ଆମର ଯେଉଁ ପୁରୀରେ କଚେରୀ ରୋଡ ଛକରେ କିରି ତାଙ୍କର 3 ତାଲା କୋଠା। ଯେକୌଣସି ଲୋକ ଦେଖେଇ ଦେଇପାରିବ, ରାସ୍ତାର କୁକୁରଟେ ମଧ୍ୟ ଦେଖେଇ ଦେଇପାରିବ। ମାନେ ସିଏ ଏତିକି ପପୁଲାର ଥିଲେ। ପୁରୀ ସହରର ଜଣେ ବୟୋଜ୍ୟେଷ୍ଠ ବୁଦ୍ଧିଜୀବୀ ମଣିଷ ଥିଲେ ହରିହର ବାହିନୀପତି, ତାଙ୍କୁ ସମସ୍ତେ ଜାଣନ୍ତି। ପୁରୀର କଚେରୀ ରୋଡ ଉପରେ ଛକ ଉପରେ କି ତାଙ୍କର 3 ତାଲା କୋଠା। ତାଙ୍କ କୋଠା ସାମ୍ନାରେ ସେ ସିମେଣ୍ଟର 2ଟା ବେଞ୍ଚ ବି ତିଆରି କରିଥିଲେ। ସେ ତ ଓକିଲ ଲୋକ, ହରିହର ବାହିନୀପତି ଓକିଲ ଥିଲେ। ତାଙ୍କ ପାଖକୁ ଯେଉଁମାନେ ସବୁ ଗାଁ ଗଣ୍ଡାରୁ ଯେଉଁ ତାଙ୍କର କ୍ଲାଏଣ୍ଟ ମାନେ ଆସୁଥିଲେ, ଆର୍ଟିଷ୍ଟ ସେ ବେଞ୍ଚରେ ବସିକି ତାଙ୍କୁ ଅପେକ୍ଷା କରିବା ପାଇଁ ସିମେଣ୍ଟର ବେଞ୍ଚ ବି ତ ତାଙ୍କ ଘର ସାମ୍ନାରେ ଅଛି। ହରିହର ବାହିନୀପତି ସମାଜ ଅଫିସରୁ ଯେତେବେଳେ ଫେରି ଦେଖନ୍ତି, ସେଇଦିନ ପହଞ୍ଚନ୍ତି, ଦେଖିଲେ ତାଙ୍କ ସିମେଣ୍ଟ ବେଞ୍ଚ ଉପରେ ଜଣେ ବୃଦ୍ଧ ବ୍ୟକ୍ତି ବସିଛନ୍ତି, ବୟସ୍କ ବ୍ୟକ୍ତି ବସିଛନ୍ତି। ହରିହର ବାହିନୀପତିଙ୍କୁ ଦେଖି ଏଇ ବୟସ୍କ ବ୍ୟକ୍ତି ଜଣକ ତାଙ୍କୁ ଉଠି ନମସ୍କାର କଲେ, କହିଲେ ଆପଣ କିଏ? ଦେଖନ୍ତୁ ଏଇଠୁ ମାର୍କ କରନ୍ତୁ କାଳିଆର ଖେଳ। ସେ କହିଲେ ମୁଁ ହେଉଛି ବାଞ୍ଛାନିଧି ଶତପଥୀ, ଶରଣ କୂଳର। ହରିହର ବାହିନୀପତି ଏକଦମ କାବା ହେଇଗଲେ। ମାନେ ସେଇଦିନ ସେ ଯାଇଛନ୍ତି ସମାଜ ଅଫିସକି, ରାଧାନାଥ ରଥ କହୁଛନ୍ତି ଶରଣ କୂଳର ବାଞ୍ଛାନିଧି ଶତପଥୀକି କଣ୍ଟାକ୍ଟ କରନ୍ତୁ ଏବଂ ତାଙ୍କର ବ୍ୟକ୍ତିଗତ ଜଗନ୍ନାଥଙ୍କୁ ନେଇ ଯେଉଁ ଅନୁଭବ ବା ଅନୁଭୂତି ଅଛି ସେତକ ଆପଣ ନିର୍ମାଲ୍ୟରେ ଆସ୍ତେ ଆସ୍ତେ ପ୍ରକାଶ କରନ୍ତୁ ବା ଅନ୍ୟମାନଙ୍କର ମଧ୍ୟ ପ୍ରକାଶ କରନ୍ତୁ। ଅଥଚ କଟକରୁ ଫେରିଲା ବେଳକୁ ସେଇ ବାଞ୍ଛାନିଧି ଶତପଥୀ ଯାହାକୁ ଇଏ କଣ୍ଟାକ୍ଟ କରିଥାନ୍ତି, ସେ ନିଜେ ଆସି ପୁଣି ତାଙ୍କ ସିମେଣ୍ଟ ବେଞ୍ଚରେ ବସୁଛନ୍ତି। ହରିହର ବାହିନୀପତି ହତବାକ୍ ହେଇଗଲେ। ବାଞ୍ଛାନିଧି ଶତପଥୀକି କୋଳେଇକି ତାଙ୍କ ଘର ଭିତରୁ ଡ୍ରଇଂ ରୁମକୁ ନେଇଯାଇଛନ୍ତି। ଦିଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ହରିହର ବାହିନୀପତି ପଚାରୁଛନ୍ତି ହଠାତ୍ ଆପଣ କେମିତି ମୋ ପାଖକୁ ଆସିଲେ? ବାଞ୍ଛାନିଧି ଶତପଥୀ କହୁଛନ୍ତି ମୁଁ ପୁରୀ ଆସିଥିଲି, କାହିଁ ମୋର ଟିକେ ମନ ହେଲା ଆପଣ ନିର୍ମାଲ୍ୟ ବୋଲି ଗୋଟେ ଭଲ ପତ୍ରିକା କାଢୁଛନ୍ତି, ମୁଁ ବି ତାକୁ ଦେଖେ ପଢେ, ବୋଇଲେ ଆପଣଙ୍କୁ ଟିକେ ଦେଖା କରି ଚାଲିଯିବେ। ଆପଣ ଏତେ ସୁନ୍ଦର କାମଟେ ଜଗନ୍ନାଥଙ୍କୁ ନେଇ କରୁଛନ୍ତି, ଜଷ୍ଟ ଖାଲି ଦେଖା କରିବାକୁ ଆସିଛି, ଆଉ କିଛି ନାହିଁ। ହରିହର ବାହିନୀପତିଙ୍କ ଭିତରେ ସେଇ ସମୟରେ ତାଙ୍କର ଅନୁଭବ ହେଇଛି ଇଏ ସ୍ୱତନ୍ତ୍ର କେବଳ ଜଗନ୍ନାଥଙ୍କର ଇଏ ଲୀଳା ଛଡ଼ା ଆଉ କିଛି ନୁହେଁ। ତା ଅର୍ଥ ଜଗନ୍ନାଥ ବୋଧେ ଚାହୁଁଛନ୍ତି ତାଙ୍କର ଅନୁଭବରେ ଯେଉଁ ମଣିଷମାନେ ଆସିଛନ୍ତି ସେ କଥା ପ୍ରକୃତରେ ନିର୍ମାଲ୍ୟ ପ୍ରକାଶ ପାଉ। ଏବଂ ରାଧାନାଥ ରଥ ଜଣେ ମାଧ୍ୟମ ହିସାବରେ କେବଳ ତାଙ୍କୁ ଆଜି ସକାଳେ ସୂଚନା ଦେଇଛନ୍ତି। ହରିହର ବାହିନୀପତି ପଚାରୁଛନ୍ତି ମୁଁ ଶୁଣିଛି ଆପଣଙ୍କର ଜଗନ୍ନାଥଙ୍କୁ ନେଇକି ବହୁତ ଅଲୌକିକ ଅନୁଭୂତି ଅଛି, ସେଥିରୁ ଗୋଟିଏ କୁହନ୍ତୁ, ଅନ୍ତତଃ ପକ୍ଷେ ମୁଁ ନିର୍ମାଲ୍ୟରେ ଏଥର ବାହାର କରିବି। ବାଞ୍ଛାନିଧି ଶତପଥୀ କହିଛନ୍ତି କ'ଣ କହିବି, ତାଙ୍କୁ ନେଇ ତ ମୋର ଅନେକ ଅଲୌକିକ ଅନୁଭୂତି, ସାଧାରଣ ମଣିଷ ବିଶ୍ୱାସ କରିପାରିବନି। ମୁଁ କ'ଣ ଯାହା କହିବି ଆପଣ ବିଶ୍ୱାସ କରିବେ? ହରିହର ବାହିନୀପତି କହିଛନ୍ତି କିଏ ବିଶ୍ୱାସ କରୁ ବା ନ କରୁ, ତାହା ଯଦି ଆପଣଙ୍କର ବ୍ୟକ୍ତିଗତ ଉପଲବ୍ଧି ଅନୁଭୂତିର କଥା ମୁଁ ପ୍ରକାଶ କରିବି। ଆଉ ଜଗନ୍ନାଥଙ୍କ କଥା ସତ କଥା କହୁଛି, ମୁଁ କହୁଛି ଜଗନ୍ନାଥଙ୍କର କଥା, ଜଗନ୍ନାଥଙ୍କର ମହିମା, ଜଗନ୍ନାଥଙ୍କୁ ନେଇ ଏ ସଂସାରରେ ଯେଉଁମାନଙ୍କର ବ୍ୟକ୍ତିଗତ ଅନୁଭୂତି ହେଉଛି
ସେତକ ଶୁଣିବା ମଧ୍ୟ ଭାଗ୍ୟରେ ଥିଲେ ମିଳେ। ଯେଉଁମାନଙ୍କର ସେ ଯୋଗ୍ୟତା ଆସିନି ବର୍ତ୍ତମାନ ଯାଏଁ, ସେମାନେ ଏଇ ସବୁ ଅମୃତ ବାଣୀ ଅମୃତ କଥା ଶୁଣିବାକୁ ମଧ୍ୟ ଏଇ ଜୀବନରେ ସୁଯୋଗ ପାଆନ୍ତି ନାହିଁ। ଜଗନ୍ନାଥଙ୍କ କଥା ଜଗନ୍ନାଥ ନ ଚାହିଁଲେ ଯେ କେହି ତାଙ୍କ କଥା ଶୁଣିପାରିବେ ନାହିଁ ଏବଂ ତାଙ୍କ କଥା କହିବାକୁ ମଧ୍ୟ ମୋ ଭଳିଆ ସାଧାରଣ ରାସ୍ତାର ଧୂଳି କଣା ବିବୁଧ ରଞ୍ଜନ ମଧ୍ୟ ର ସାମର୍ଥ୍ୟ ନାହିଁ। ଜଗନ୍ନାଥ ନ ଚାହିଁଲେ ମୋ ପାଟିରୁ କିଛି କଥା ବାହାରିବ ନାହିଁ ବା କାହାରି ପାଟିରୁ କଥା ବାହାରିବ ନାହିଁ। ଏବଂ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି, ସେ ଶ୍ଲୋକ ମୁଁ ପଢ଼ିକି ମନେ ରଖିପାରିନି କି ବୋଲି ପାରିବିନି, ମୁଁ ସେ ଭିତରେ ଭାରି ଶ୍ଲୋକ ଫଳକରେ ମୁଁ ଭାରି ଦୁର୍ବଳ, କିନ୍ତୁ ଲେଖାଯାଇଛି ମୋତେ ସେ ହରିହର ବାହିନୀ ମଧ୍ୟ ଥରେ କହିଥିଲେ, କୁଆଡ଼େ ଶ୍ଲୋକରେ ଲେଖାଯାଇଛି, ଜଗନ୍ନାଥଙ୍କୁ ନେଇ ତମର ଯଦି ବ୍ୟକ୍ତିଗତ କିଛି ଅନୁଭୂତି ହେଉଛି ତାକୁ ବାହାରେ ପ୍ରକାଶ କରାଯାଏ ନା, କିନ୍ତୁ ସବୁ ଶାସ୍ତ୍ର କ'ଣ ବେଦର ଗାର? ମୋତେ ତ ସ୍ୱୟଂ ଶ୍ରୀ ଜଗନ୍ନାଥ ନିଜେ ହିଁ ଯେବେଠୁ ଅନୁମତି ଦେଲେ ଯେ ଏଥରକୁ ତୁ ମୋତେ ନେଇ ତୋର ଯାହା ସବୁ ଅନୁଭୂତି ତୁ ଏଥର ପ୍ରକାଶ କର ବୋଲି, ତ ମୁଁ ଏଇ 1.5 ବର୍ଷ 2 ବର୍ଷ ହେଲା କହୁଛି। ମୋତେ ତ 73, ମୁଁ ତ ଆଗରୁ କେବେ କହିନି। ମୁଁ ଏଇ ମୋତେ 71 72 ଚାଲିଲା ପରଠୁ ମୁଁ କହିଛି, ଯେବେଠୁ ସିଏ ମୋତେ କହିଲା ତୁ କହ। ତେଣୁ ମୁଁ ଏଠି ବି କହିଦେଉଛି, ଜଗନ୍ନାଥଙ୍କୁ ନେଇ ଯାହାର ଯାହା ବ୍ୟକ୍ତିଗତ ଅନୁଭୂତି ତାକୁ ପ୍ରକାଶ କରିବା ଉଚିତ, ଯଦ୍ୱାରା କି ଅନ୍ୟମାନଙ୍କର ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ବଢ଼ିବ, ଜଗନ୍ନାଥଙ୍କ ପ୍ରତି ଆସ୍ଥା ବଢ଼ିବ ଏବଂ ଜଗନ୍ନାଥ ଯେ ଆମର ଏକ ଜୀବନ୍ତ ସତ୍ତା ତାହା ମଧ୍ୟ ପ୍ରତିପାଦିତ ହେବ। ଏବଂ ଏହା ମଧ୍ୟ କହୁଛି, ଖାଲି କହିବା କଥା ନୁହଁ, ଯେଉଁମାନଙ୍କର ଏଇ ଜୀବନରେ ସେତିକି ଯୋଗ୍ୟତା ଆସିନି ସେମାନେ ମଧ୍ୟ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣିପାରିବେ ନାହିଁ। ଆଉ ଯେଉଁମାନେ ହେତୁବାଦୀ ହେଲେ ବା ଯେଉଁ ବନ୍ଧୁ ମୋତେ ତାଚ୍ଛଲ୍ୟ କରି କମେଣ୍ଟ ଦେଲେ ଯେ ମୁଁ ମିଛ ପ୍ରଚାର କରୁଛି, ଏ ମହାଠକ, ସେଭଳି ବ୍ୟକ୍ତି ବିଶେଷ ମଧ୍ୟ ଜଗନ୍ନାଥଙ୍କର ଏଇ ଅମୃତ ପ୍ରସାଦକୁ ମଧ୍ୟ ଆସ୍ୱାଦନା କରିପାରିବେ ନାହିଁ। ତେବେ ହରିହର ବାହିନୀପତିଙ୍କ ଅନୁରୋଧରେ ଶରଣକୂଳର ବାଞ୍ଛାନିଧି ଶତପଥୀ ତାଙ୍କର ବ୍ୟକ୍ତିଗତ ଅନୁଭୂତିର କଥା କହିଛନ୍ତି। ମୁଁ ସେଇ ବାଞ୍ଛାନିଧି ଶତପଥୀ ଯାହା କହିଥିଲେ ଏବଂ ନିର୍ମାଲ୍ୟରେ ବାହାରିଥିଲା ସେ କଥା ମୁଁ କହୁଛି। ବାଞ୍ଛାନିଧି ଶତପଥୀ ଯେବେ এই কথাটি ଘଟିଥିଲା 80 ଦଶକରେ, ସେହି ସମୟରେ ବିଗତ 3-4 ମାସ ତଳୁ ତାଙ୍କର ଅଣ୍ଟା ଆଣ୍ଠୁରେ ସମସ୍ୟା ଦେଖାଦେଲା। ଯେମିତି ସାଧାରଣତଃ ବୃଦ୍ଧାବସ୍ଥାରେ ଲୋକମାନେ ସାଧାରଣ ଭାବରେ ଆଣ୍ଠୁ ଦରଜ, ଚାଲି ନପାରିବା, ଅଣ୍ଟା ଦରଜ, ଜଏଣ୍ଟ ଜାଗାକରେ ପେନ୍ ସବୁ ଅନୁଭବ ହୁଏ, କେତେ ଜଣଙ୍କର ସାଇଟିକା ମଧ୍ୟ ହୁଏ। ସେମିତି ବାଞ୍ଛାନିଧି ଶତପଥୀ ବିଗତ 3-4 ମାସ ତଳୁ ସେ କହୁଥିଲେ ଯେ ସିଏ ଏଭଳି ଆଣ୍ଠୁ ଯନ୍ତ୍ରଣାରେ, ଆଣ୍ଠୁ ଗଣ୍ଠି ଅଣ୍ଟାରେ ଯନ୍ତ୍ରଣାରେ ପଡ଼ିଲେ ଯେଉଁଥିରେ ସେ ଆଉ ଚଲାବୁଲା କରିପାରିଲେ ନାହିଁ, ଭଲରେ ଦାନ୍ତ ଛିଡ଼ା ହେଇକି ଦାନ୍ତ ଘଷି ପାରିଲେ ନାହିଁ, ଭଲରେ ଶୋଇପାରିଲେ ନାହିଁ, ମୋଟାମୋଟି ସେ ଅଚଳ ହେଇଗଲେ। ଯେତେବେଳେ ଆଣ୍ଠୁ ଗଣ୍ଠି ବାତ ଆରମ୍ଭ ହେଇଗଲା ସେତେବେଳେ ସେ ଜଣେ ଏକକ କଳାକାର, ଓଡ଼ିଶାର ବିଭିନ୍ନ ଷ୍ଟେଜରେ ଯାଇ ସେ ତାଙ୍କ କଳା ପ୍ରଦର୍ଶନ କରନ୍ତି, ଯେଉଁଟା ଆଉ ଆଦୌ ସମ୍ଭବ ହେଲା ନାହିଁ। ଯେଉଁ ଲୋକଟା ଚାଲି ବୁଲି ପାରୁନି ଆଉ ସେ କଳା ପ୍ରଦର୍ଶନ କ'ଣ କରିବ? ତେଣୁ ଅତ୍ୟନ୍ତ ମନ ଦୁଃଖରେ, ମାନସିକ ଚାପରେ ବାଞ୍ଛାନିଧି ଶତପଥୀ ଥାଆନ୍ତି ଏବଂ ଅଭିମାନ କରୁଥାନ୍ତି, ପ୍ରଭୁ ତୁ ମୋତେ ଏ କଳା ସବୁ ଦେଲୁ କାହିଁକି? ଯେଉଁ କଳାଟା ମୋ ଦେହରେ, ମୋ ଭିତରେ ଦେଲୁ ଲୋକଙ୍କୁ ଦେଖେଇବା ପାଇଁ, ପ୍ରଦର୍ଶନ କରିବା ପାଇଁ, ଏତେ କମରୁ ମୋତେ ତୁ ଅପଙ୍ଗ ବି କରିଦେଲୁ। ବାଞ୍ଛାନିଧି ଶତପଥୀଙ୍କର ପୁଅମାନେ କହିଲେ, ନନା ଆମେ ଗୋଟେ କାମ କରିବା। ସେତେବେଳେ କଟକ SCB ମେଡ଼ିକାଲ କଲେଜଟା ସବୁଠାରୁ ନାମଜାଦା ହସ୍ପିଟାଲ। ଓଡ଼ିଶାରେ ଭଲ ମେଡ଼ିକାଲ କହିଲେ SCB ମେଡ଼ିକାଲ କଲେଜ। ଏବେ ତ ହସ୍ପିଟାଲ ଛତୁ ଫୁଟିଲା ଭଳିଆ, ଭୁବନେଶ୍ୱର ତ ବୋଧେ 150 ଖଣ୍ଡେ ହସ୍ପିଟାଲ ଥିବ, ଏଇନା ଛତୁ ଫୁଟିଲା ଭଳିଆ ସବୁଆଡ଼େ ହସ୍ପିଟାଲ। କିନ୍ତୁ ସେତେବେଳେ ରୋଗୀଟେ ଯଦି ହସ୍ପିଟାଲ ଯିବାକୁ ଚାହୁଁଛି, ଭଲ ହସ୍ପିଟାଲ,
ତାହେଲେ କଟକର ବଡ଼ ମେଡିକାଲ କଲେଜ SCB ମେଡିକାଲ କଲେଜ। ପୁଅମାନେ କହିଲେ ନନା ଆମେ ଗୋଟେ କାମ କରିବା, ଖାଲି ତ ଘରେ ବସି ରହିଲେ ହେବନି, ଆମେ କଟକ ମେଡିକାଲକୁ ଯିବା, ଡାକ୍ତରଙ୍କୁ ପରାମର୍ଶ କରିବା ଏବଂ ଟ୍ରିଟମେଣ୍ଟ କରିବା। ସେଇ ଅନୁସାରେ ଦିନେ ଗୋଟେ କାର ଭଡ଼ା କରାଗଲା। ବାଞ୍ଛାଦେବୀ ଶତପଥୀଙ୍କର ପୁଅ ଏବଂ ତାଙ୍କ ପୁଅର ଯୋଡ଼ିଏ ସାଙ୍ଗ ଯୁବକ 3 ଜଣ ବାଞ୍ଛାଦେବୀ ଶତପଥୀଙ୍କୁ ଧରିକି କଟକ ଅଭିମୁଖେ କାରରେ ଆସିଲେ। ବାଟରେ ଯେତେବେଳେ ଖୋର୍ଦ୍ଧା ପଇଲା, ଖୋର୍ଦ୍ଧା ପାଖାପାଖି ଆମ ପୁରୀ ଆଡ଼ିକି ଡାହାଣ ପଟକୁ ଯିବା ପାଇଁ ଗୋଟେ ଜଗନ୍ନାଥ ସଡ଼କ ରାସ୍ତା ଅଛି। ବାଞ୍ଛାଦେବୀ ଶତପଥୀ କହିଲେ ଆରେ ହେ ସିଧାସଳଖ କଟକ ଯିବାନି, ଏଇ ଡାହାଣ ପଟେ ଟିକେ ଚାଲ ପୁରୀ ପଳେଇବା। ପୁଅ କହିଲା ଆମେ ତ କଟକ ଯାଉଛେ, ପୁରୀ କାହିଁ ଯିବା? ବାଞ୍ଛାଦେବୀ ଶତପଥୀ କହିଲେ ପୁରୀରେ ଜଣେ ବଡ଼ କବିରାଜ ଅଛନ୍ତି, ତାଙ୍କୁ ଟିକେ ଦେଖା କରିଦେବା। ମାନେ ବାଞ୍ଛାଦେବୀ ଶତପଥୀ ଯେଉଁ ବଡ଼ କବିରାଜ ଅଛନ୍ତି କହୁଛନ୍ତି, ତାଙ୍କ ଭିତରେ ସେ ଜଗନ୍ନାଥଙ୍କୁ ମନେ ମନେ ଭାବୁଛନ୍ତି ଇଏ ଜଣେ ବଡ଼ କବିରାଜ। ମୁଁ ଯଦି 3-4 ମାସ ଭିତରେ ରୋଗରେ ପଡ଼ିଲେଣି, କଟକ ଯାଉଛି ଟ୍ରିଟମେଣ୍ଟ ହେବା ପାଇଁ, ତା ପୂର୍ବରୁ ଟିକେ ସେଇ ଯେଉଁ ମହାନ କଳାକାର କଳା ଠାକୁର ଶ୍ରୀ ଜଗନ୍ନାଥ ତାଙ୍କୁ ଗୋଟେ ମୁଣ୍ଡିଆ ମାରି ମୁଁ ଚାଲିଯିବି। ଏହି ଉଦ୍ଦେଶ୍ୟରେ ସେ କହିଲେ ପୁରୀରେ ଜଣେ ବଡ଼ କବିରାଜ ଅଛନ୍ତି, ତାଙ୍କୁ ଦେଖା କରି ଚାଲିଯିବା। ପୁଅ କହିଲା ହଉ ଠିକ୍ ଅଛି। ତେଣୁ କଟକ ଆଡ଼ିକି ଗାଡ଼ି ନ ଆସିକି ସେମାନେ ପୁରୀ ଆଡ଼ିକି ମୁହାଁଇଲେ। ପୁରୀରେ ପହଞ୍ଚିଲା ବେଳକୁ ପାଖାପାଖି ସନ୍ଧ୍ୟା। ମରିଚକୋଟ ପାଖରେ ଗାଡ଼ି ଆଗକୁ ଛାଡ଼େନି, ଟ୍ରାଫିକ ରଖିଦିଏ, କାର ସବୁ ପୁରା ସିଂହଦ୍ୱାର ଯାଏଁ ଯିବନି, କାର ରହିଲା। ବାଞ୍ଛାଦେବୀ ଶତପଥୀ ତାଙ୍କ ପୁଅ ଆଉ ଯେଉଁ ସାଙ୍ଗ 2 ଜଣ ଯୁବକ ଟେକିକି ନେଇଗଲେ ମନ୍ଦିର ଭିତରେ। ସେ 22 ପାହାଚରେ ଯାଇପାରିବେନି। ଅରୁଣ ସ୍ତମ୍ଭ ପାଖରେ ତାଙ୍କ ନନାଙ୍କୁ ବାଞ୍ଛାଦେବୀ ଶତପଥୀ ଛିଡ଼ା କରିଦେଲେ। ବାଞ୍ଛାଦେବୀ ଶତପଥୀ ସେଇଠି ପତିତ ପାବନଙ୍କୁ ଦର୍ଶନ କରି ମୁଣ୍ଡିଆ ମାରିକି ଆଖିରୁ ଲୁହ ଗଡ଼ି ଯାଉଛି, କାନ୍ଦ କାନ୍ଦରେ କହିଲେ ପ୍ରଭୁ ତୁ ନିଜେ କଳାହାଟ ଦୁଆର ପଛ ଆଡ଼େ ନିଜେ ଅଛୁ, ଅଥଚ ମୋତେ ଜଣେ କଳାକାର ହିସାବରେ ତୁ ଜନ୍ମ ଦେଲୁ, କିନ୍ତୁ କଳା ଦେଖେଇବା ପାଇଁ, କଳା ପ୍ରଦର୍ଶନ ପାଇଁ ତୁ ମୋତେ ପୂର୍ଣ୍ଣ ସୁଯୋଗ ଦେଲୁନି। ଏଇ ବୟସରୁ ମୋତେ ତୁ ଅପଙ୍ଗ କରିଦେଲୁ, ଯାହା ତୋର ଇଚ୍ଛା। ଏ ଅଭିମାନରେ ବାଞ୍ଛାଦେବୀ ଶତପଥୀ ଜଗନ୍ନାଥଙ୍କୁ ମନେ ମନେ କହିଲେ ଦେଖ ତୁ ନିଜେ କଳା ଠାକୁର, ତୁ ମଧ୍ୟ ଜଣେ କଳାକାର, ତୁ ମଧ୍ୟ କଳାହାଟ ଦୁଆର ପଛଆଡ଼େ ଅଛୁ, କିନ୍ତୁ ମୋତେ କଳାକାର ଜୀବନ ଜନ୍ମ ଦେଇକି ମଧ୍ୟ ମୋ ପାଖରୁ ଏ କଳା ବର୍ତ୍ତମାନ ଛଡ଼େଇ ନେଉଛୁ। ଠିକ୍ ଅଛି, ଯାହା ତୋର ଇଚ୍ଛା। ତାପରେ ସନ୍ଧ୍ୟା ଯେହେତୁ ହେଇଯାଇଛି, ବାଞ୍ଛାଦେବୀ ଶତପଥୀ କହିଲେ ଆମେ ଏଥର କଟକ ଯିବା। ତାଙ୍କ ପୁଅ କହିଲା ସନ୍ଧ୍ୟା ହେଇଗଲାଣି, ଏନେ ରାତିରେ କଟକରେ ଯାଇକି କୋଉଠି ପଟେ ଲଜିଂ ଫଜିଂ ରହିବାକୁ ପଡ଼ିବ, ରାତିରେ ଡାକ୍ତରକୁ ତ ଦେଖେଇବନି, ଯଦି ଆସିଛେ ଆଜି ପୁରୀରେ ରହିଯିବା, କାଲି ସକାଳୁ କଟକ ଯିବା। ପୁରୀରେ ଉତ୍ତର ପାର୍ଶ୍ୱ ମଠ, ପୁରୀ ଲୋକ ଜାଣିଛନ୍ତି ଉତ୍ତର ପାର୍ଶ୍ୱ ମଠ ବୋଲି ଯେଉଁ ଅଛି, ସାଧାରଣତଃ ଶରଣକୂଳ ପଟର ଯେଉଁ ଲୋକମାନେ ଉତ୍ତର ପାର୍ଶ୍ୱ ମଠର କିଛି ଜମିବାଡ଼ି ଶରଣକୂଳ ଆଡ଼େ ଅଛି, ନୟାଗଡ଼ ଶରଣକୂଳରୁ ଯେଉଁ ଲୋକମାନେ ଆସନ୍ତି ସେମାନେ ଉତ୍ତର ପାର୍ଶ୍ୱ ମଠରେ ରାତି ଯାପନ କରିଥାନ୍ତି। ଯେତେବେଳେ ଏବେ ସିନା ସରକାର ପରିକ୍ରମା ମାର୍ଗ କରିବା ପାଇଁ ମଠ ବାଡ଼ି ଗୁଡ଼େ ଭାଙ୍ଗି ଦେଇଛି, ସେତେବେଳେ ମଠ ଫଟ ଭର୍ତ୍ତି ଥିଲା। ଠିକ୍ ହେଲା ଯେ ଉତ୍ତର ପାର୍ଶ୍ୱ ମଠରେ ଏମାନେ ରାତ୍ର ଯାପନ କରିବେ। ଉତ୍ତର ପାର୍ଶ୍ୱ ମଠରେ ଆସିକି ଗୋଟେ ରୁମ୍ରେ ବାଞ୍ଛାଦେବୀ ଶତପଥୀ ଏବଂ ତାଙ୍କର ପୁଅ 2 ସାଙ୍ଗ ଆଉ ଗୋଟେ ରୁମ୍ରେ ସେମାନେ ସବୁ ରହିଲେ। ବାଞ୍ଛାଦେବୀ ଶତପଥୀଙ୍କ ଭିତରେ ତ ଘୋର ଅଭିମାନ, 3-4 ମାସ ହେଲା ଚାଲି ପାରୁନାହାନ୍ତି, ଏଡ଼େ ଯନ୍ତ୍ରଣା। ପ୍ରଭୁ ପାଖରେ ତାଙ୍କର ନାନାଦି ଅଭିଯୋଗ, ଅଭିମାନ ଯେ ମୁଁ ଆଉ ମୋର କଳା ଦେଖେଇ ପାରୁନି, ତୁ ନିଜେ କଳା ଠାକୁର, ତୁ ବି ଜଣେ କଳାକାର। ତେଣୁ ସେ ମନେ ମନେ ତାଙ୍କ ପୁଅ ଯେତେବେଳେ କହିଲା ରାତିରେ ବାବା କ'ଣ ଖାଇବା, କେଉଁ ହୋଟେଲରେ ଯାଇ ଖାଇବା ନା କେଉଁଠି ଖାଇବା, ଆଙ୍କ ଭିତରେ ଯେଉଁ ଅଭିମାନଟା ଅଛି, ସିଏ କହିଲେ ତମେ ଯାଇ ଯଦି କ'ଣ ଖାଇବ ଖାଅ, ମୁଁ ତ ସକାଳେ ଖାଇକି ଆସି ଜଳଖିଆ, ମୋର ଖାଇବାକୁ ଇଚ୍ଛା ନାହିଁ, ମୁଁ ସେମିତି ଶୋଇବି, ମୋ ପାଇଁ ଚିନ୍ତା କରନି। କେବଳ ଅଭିମାନରେ ଯେ ଠାକୁର ତ ମୋ କଥା ଶୁଣୁନାହାନ୍ତି, ମୁଁ ଖାଇବିନି, ଯେମିତି ଅନଶନ କରନ୍ତି ସବୁ ଅଭିମାନରେ, ଆମ ଇଚ୍ଛା ପୂରଣ ହଉନି ଆମେ ଅନଶନ କରୁଛୁ, ଯେମିତି କେବଳ ଅଭିମାନରେ ମୁଁ କିଛି ଖାଇବିନି,
ମୁଁ ଆସିବି, ମୁଁ ସେମିତି ଉପାସ ଶୋଇବି। ବୃଦ୍ଧ ଲୋକ ସେମିତି ଶୋଇଯାଇଛନ୍ତି। ରାତି ପାଖାପାଖି 12ଟା। ବାଞ୍ଛାନିଧି ଶତପଥୀ ଯୋଉ କୋଠରୀରେ ଶୋଇଛନ୍ତି ମଠ ଭିତରେ, ସେ କବାଟ ଜଣେ ଆସି ବାଡ଼େଇଲା। ହଉ ଶତପଥୀ, ଶତପଥୀ, କବାଟ ଖୋଲ, କବାଟ ଖୋଲ। ବାଞ୍ଛାନିଧି ନିଦଟା ଟିକେ ଭାଙ୍ଗିଗଲା। ତାଙ୍କ ପାଖରେ ତାଙ୍କ ପୁଅ ଥିଲା। ପୁଅ ଆସି କବାଟ ଖୋଲିଲା। ଗୋଟେ ବୋଝିଆ ଅବଢ଼ା ଡାଲି ବେସର ଧରିକି ଆଣିକି ତାଙ୍କ ପାଖରେ ଥୋଇଦେଲା। କହିଲା, ଇଏ ଶତପଥୀ, ଏ ପଡ଼ିଆରେ ପଠେଇଛନ୍ତି ତମ ପାଇଁ ଅବଢ଼ା ଡାଲି। ବାଞ୍ଛାନିଧି ଶତପଥୀ କହିଲେ, ମୁଁ ତ କାହାରି କିଛି ଅବଢ଼ା ବରା ଦେଇନି, କୋଉ ପଡ଼ିଆରେ ପଠେଇଲେ? ବୋଝିଆ କହୁଛି, ସେ କିଏ ପଠେଇଲା କ'ଣ କଲା, ମୁଁ ପଡ଼ିଆରେ ପଠେଇଛନ୍ତି। ସେ ପୁରା କହିଲେ, ସେ ଉତ୍ତରପାର୍ଶ୍ୱ ମଠରେ ଶତପଥୀ ବାବୁ ଅଛନ୍ତି, ତାଙ୍କର ବରା ଥିଲା, ତମେ ନେଇ ତାଙ୍କୁ ଦେଇଦିଅ। ବୋଝିଆ ଥୋଇଦେଲା, ଚାଲିଗଲା। ବାଞ୍ଛାନିଧି ଶତପଥୀ ହତବାକ୍। ହତବାକ୍। ବାଞ୍ଛାନିଧି ଶତପଥୀ କାହାକୁ କିଛି ବରାଦ ଦେଇନଥିଲେ। ବରାଦ ଦେଇଥିଲେ ବି ରାତି 12ଟା ଯାଏଁ ସେ କାହିଁ ଅପେକ୍ଷା କରିଥାନ୍ତି? ଯେମିତି ଅତୀତରେ ବନ୍ଧୁ ମହାନ୍ତି ପେଜ ନଳା ପାଖରେ ଶୋଇଛି ଉପାସରେ ତା ସ୍ତ୍ରୀ ଛୁଆଙ୍କୁ ଧରି, ରାତି ଅଧରେ ସ୍ୱୟଂ ଜଗନ୍ନାଥ ନିଜେ ସୁନା ଥାଳିରେ ଅଭଡ଼ା ଆଣିକି, ହଉ ବନ୍ଧୁ ମହାନ୍ତି, ଯାଜପୁର ବନ୍ଧୁ ମହାନ୍ତି, ଉଠ ଖାଅ ବୋଲି ଦେଇଥିଲେ। ଅବିକଳ ସେଇ ଦୃଶ୍ୟର ପୁନରାବୃତ୍ତି ହେଉଥିଲା ଉତ୍ତରପାର୍ଶ୍ୱ ମଠରେ ବାଞ୍ଛାନିଧି ଶତପଥୀଙ୍କ କ୍ଷେତ୍ରରେ। ଯେହେତୁ ଅଭିମାନରେ ବାଞ୍ଛାନିଧି ଶତପଥୀ, ମୁଁ ଆଜି କିଛି ଖାଇବିନି, ଉପାସ ରହିବି, ତା ନହେଲେ ଇଏ ଆସୁଛନ୍ତି ଶରଣ କୂଳରୁ, କାହାକୁ କିଛି ବରା ଦେଇନାହାନ୍ତି। ଏଠି ପ୍ରଶ୍ନ ଉଠେ, କିଏ ତାହେଲେ ସେ ଲୋକଟି, ଯିଏ ବୋଝିଆଟି, ଯିଏ ଆଣି ୟାଙ୍କୁ ଅଭଡ଼ା ଦେଲା? ବାଞ୍ଛାନିଧି ଶତପଥୀ, ତାଙ୍କ ଆଖିରୁ ଲୁହ ଗଡ଼ି ଯାଉଛି। ସେ ଅବଢ଼ା ଖାଇଥିଲେ। ଏଇଠି ଖାଲି ମୁଁ ଟିକେ ମନେ ପକେଇ ଦଉଛି, ସେ କଥା କହୁନି, ମନେ ପକେଇ ଦଉଛି। ମିଛ ମହାତ୍ମା ବେଳେ ମୁଁ ଯେତେବେଳେ 3-4 ମାସ ବଣ ଜଙ୍ଗଲରେ ଲୁଚୁଥିଲି, ମୁଁ ମୋର ମିଛ ମହାତ୍ମା ଏପିସୋଡରେ କହିଛି, ଗୋଟାଏ ରାତିରେ ମୁଁ ସକାଳୁ କିଛି ଖାଇନି, ନାହିଁ ନଥିବା ଭୋକ, ଭୁବନେଶ୍ୱରରେ ଜଣଙ୍କ ଘର 3 ମହଲା ଛାତ ଉପରେ ଖୋଲା ଆକାଶ ତଳେ ଏକୁଟିଆ ଲୁଚିକି ଅଛି। ସକାଳ ହେଲେ କୁଆଡ଼େ ଯିବି? ରାତି ଅଧରେ ସେ ଛାତ ଉପର ସିଡ଼ି କବାଟ ଟିକେ ଖୋଲା ହେଲା, ଖାଲି ଶବ୍ଦ ହେଲା ଯେ, ତୁ କିଛି ଖାଇନୁ, ନେ ଖା। ଗୋଟେ ଥାଳିଟେ ଖସଡ଼ା ଠେଲି ଦିଆଗଲା। ସେ ଥାଳିରେ ଅଭଡ଼ା ଡାଲି ବେସର ଖଟା ଏବଂ କ୍ଷୀରା ମଧ୍ୟ ଥିଲା। ଏଟା ମୋ ଜୀବନରେ ଭାଇ ଘଟିଛି। ତେଣିକି ଆପଣ ମୋତେ ମିଛ କୁହନ୍ତୁ, ଠକ କୁହନ୍ତୁ, ଯାହା କୁହନ୍ତୁ, ଭୁବନେଶ୍ୱର ସହରରେ ରାତି 12:30-1 ବେଳେ ଯେଉଁ ପିଲାଟି କ୍ରାଇମବ୍ରାଞ୍ଚ ପୋଲିସକି ଖସିଯିବା ପାଇଁ ଲୁଚିକି ଆସି ରାତିରେ ଜଣକ ଛାତ ଉପରେ ଲୁଚିଛି, ସକାଳ ହେଲେ ସେ ମାଲିକ କହିଛନ୍ତି ତମେ ମୋ ଘର ଛାଡ଼ି ଚାଲିଯିବ। ସେଇ ଛାତ ଉପରେ ରାତି ଅଧରେ ମୋ ପାଖକୁ ଅଭଡ଼ା ଡାଲି ପଠେଇବ କିଏ? ଏଇଟା ବି ମୋ ଜୀବନରେ ଘଟିଥିଲା। ଠିକ୍ ସେମିତି ବାଞ୍ଛାନିଧି ଶତପଥୀଙ୍କ ପାଖରେ ବୋଝିଆଟେ ଆଣିକି ଦେଇଛି। ବାଞ୍ଛାନିଧି ଶତପଥୀ ତାକୁ ରାତିରେ ସିଏ ତାଙ୍କ ପୁଅ ଖାଇଛନ୍ତି, ଶୋଇଯାଇଛନ୍ତି। ଏତିକିରେ କାଳିଆର ଲୀଳା ସରିନଥିଲା। ଭୋର ହେଇଯାଇଛି, ହେଇ ଆସିଛି। ତାଙ୍କ ପୁଅ
रूम भीतर उठिकी बाहर को चली आसलानी एति बेलू ठीक अंधारिया अंधारिया अच्छी जाल जाल अंधार अच्छी आलु आसूची बांछानी सत्यवती अनुभव कले कई जने आसिक गोड़ हाथ घसुची से कहले किए किए चाहिए देखिले गोटे कालिया है लोकटे युवकटे बांछानी सत्यवती गोड़ आंठू सब घसुची बसिकी बांछानी कहले बाबू तुम्हें किए मो गोड़ कौन घसुच से कहले मुझे मठर बोलाहाक करे ना मु तो तुम डाकिनी तुम्हें ना नाई नाई मु काली देखी आपण मानक पुओ आपन धरी धरी आनीला मु जाइली बुढ़ा बापांकर बोधे अंटा फंटा कि दरज अच्छी कि कोड़ अठ मु मनक आसी मुझे मठरे थाए बोलाहाक करे तेणु मु खुशी आसी आप बुढ़ा लोक टी आप सेवा करने कि आंकर तो सहज गोड़ हाथ बिंधुला दरज था तेणु सी जो कालिया है युवकटी आसी सी बांछानी सत्यवती गोड़ हाथ घसीची आंठू घसुची एवं बांछानी सत्यवती पुणी निद हो जाकर सकाल पूरा सकाल होला निद भांगे से युवकटी आउ नाही एवं पर बुझागला से मठरे सेमिति कौन सी कालिया है कि गोटे युवक को कई बोलाहाक करने रखी ना ये मोर आपण मान प्रश्न से युवकटी किए से युवकटी किए एतिर सामान्य सन्देहर अवकाश नहीं से थिले स्वयं जगन्नाथ आपण माने ये एकविंश शताब्दीर विज्ञान जुगरे ताको किए ग्रहण करे न करे मु जानिनी ये घटना जे केवल बांछानिधि सत्यवती जीवन में घटला ता नुहे मु आगुरु मोर भिडियो मध्ये कहिछि यह मो जीवन में घटी अच्छी मु कंचा मिछ काई कहबी मोर लाभ कौन ये जन्म रे जीवन रे कहबारे ए बयस रे बांछानिधि सत्यवती जीवन रे राति रे बुझिया आसिक अभड़ा दबा जेहेतु बांछानिधि सत्यवती अभिमान करते एवं भोर भोर जड़े आसिक गोड़ आंठू घसी देला उठला परे जिते सकाळ होईची पुओ आसी कही नना आम एथरक कटक जावा चलो जिते टेकिया चेष्टा कर उठाइबा बांछानिधि कहते रुह रुह मु निजे उठिबी विश्वास करंतु बांछानिधि सत्यवती से दिन आउ कटक जाई नथिले से युवकटी घसी चलीगला परे बांछानिधि सत्यवती देहरे कौन से आंठू गंठी अंटारे आउ जंत्रणा नथिला जो बांछानिधि सत्यवती 3-4 मास है बिछणारे पड़ी रही चाल बुलू कर से संपूर्ण सुस्थ हो जाइथिले संपूर्ण सुस्थ हो जाइथिले मु पुणी थरे कहूची अतीत रे मोर वीडियो देखिबे मोर मध्य अंटा आंठू गंठी साई टीका रे मु चली पारुनथली 6 मास ए भुवनेश्वर बसारे मु मध्य पड़ी प्रतिदिन फिजियोथेरापी नौथली जेतबेक मोर प्राय 50-60 हजार टका खर्च हो साराणी से भली गोटे दिन अति अलौकिक भाव में कालू मत संपूर्ण सुस्थ करदेला गोटे मुहूर्त रे एवं ता परठारु आज पर्यंत आ भितर प्राय 6-7 वर्ष चलीगला मोर आंठू गंठी अंटारे सामान्य जंत्रणा नहीं मु पहाड़ उपर चढ़ी पारुची ए निकट में महेंद्रगिरी पहाड़ उपर चढ़ी मु बुलाबुली 3 दिन आसी 6 मास धरी जे खटरे पड़ा माने मु विबुध रंजन गोटाए मुहूर्त कालू एमिति खेल कला मु संपूर्ण सुस्थ हो गली या ऊपर मु वीडियो आगुरी करिछि एने ताको रिपीट करूना ये थिला शरणकूलर सारा ओडिशा रे सोनामधन्य कलाकार बांछानिधि सत्यवती निजर व्यक्तिगत जीवनर अनुभवर कथा निर्माल्य प्रकाश पाई ये 1980 दशकर कथा हरिहर बाहिनपति आर प्रत्यक्ष साक्षी थिले मोर केवल कहबार कथा है जगन्नाथ को आपण माने जो खाली भावुचंती जे सकाळे संध्यारे बहुत समय तांका पाखे प्रार्थना करूचंती
ପୂଜା ପାଠ କରୁଛନ୍ତି, ଧୂପ ଦୀପ ଲଗାଉଛନ୍ତି, ଭାଗବତ ସନ୍ଧ୍ୟାବେଳେ ପଢ଼ୁଛନ୍ତି, ଗୀତା ଅଧ୍ୟାୟ ଲେଖେ ସକାଳେ ପଢ଼ୁଛନ୍ତି, ଏସବୁ ସତ୍ତ୍ୱେ କାହିଁ ଜଗନ୍ନାଥ ଆପଣଙ୍କ କଥା ଶୁଣୁନାହାନ୍ତି? ମୋ ପାଖକୁ ଅନେକ ଫୋନ୍ ଆସୁଛି ବୟସ୍କ ସ୍ତ୍ରୀ ଲୋକମାନଙ୍କର, ପୁରୁଷ ଲୋକମାନଙ୍କର, ବାବା ଆପଣ କିଛି କରନ୍ତୁ। ଆରେ ମୁଁ ମଧ୍ୟ ଭାଇ ଆପଣମାନଙ୍କ ଭିତରୁ ଜଣେ। ମୁଁ କ'ଣ କରିପାରିବି? ଯାହା କରିବ କାଳୁ କରିବ। କାଳୁ ହେଲା ଡାକ୍ତର। ଆପଣ ସିଧାସଳଖ ଡାକ୍ତର ପାଖକୁ ଯିବେ, ଆପଣଙ୍କ ରୋଗ କଥା କହିବେ, ସିଏ ଯଦି ଚାହିଁବ ଭଲ କରିବ। ମୁଁ ଚାହିଁଲେ କିଛି କରିପାରିବନି ନା। ଆପଣଙ୍କ କଥା ସେ ଶୁଣେ। ଆପଣମାନେ କେମିତି ଜାଣିଲେ ମୋ କଥା ଶୁଣେ ବୋଲି? ମୋ କଥା ଯଦି ସେ କେତେବେଳେ ଶୁଣୁଛି, ସେଟା ତାର ମୋ ପ୍ରତି ଦୟା, କରୁଣା। ମୁଁ ଡିମାଣ୍ଡ କରିପାରିବିନି ଯେ ମୋ କଥା ଶୁଣୁ ବୋଲି। କିନ୍ତୁ ଆଉ ଗୋଟେ ନିରାଟ ସତ୍ୟ କଥା କହୁଛି, ଆପଣଙ୍କୁ ଶୁଣିଲେ ଖରାପ ଲାଗିପାରେ। କାଳୁର କରୁଣା ପାଇବା ପାଇଁ ଆପଣ ସେତିକି ଯୋଗ୍ୟତା ସମ୍ପନ୍ନ ହେବା ଦରକାର। ଯଦି ଜୀବନ ସାରା ଅନ୍ୟକୁ ଭଲ ପାଇପାରି ନାହାନ୍ତି, ପଡ଼ୋଶୀକି ଭଲ ପାଇପାରିନାହାନ୍ତି, କେବଳ ନିଜ ସ୍ୱସ୍ୱାର୍ଥରେ ଜୀବନ ଜିଇଛନ୍ତି, କୁକୁରକୁ ଖଣ୍ଡେ ରୁଟି ଦେଇନାହାନ୍ତି, କାଉକୁ ଖଣ୍ଡେ ଚାଉଳ ଦେଇନାହାନ୍ତି, କେବଳ ମୁଁ, ମୋ ଘର, ମୋ ପରିବାର, ମୋ ପୁଅ, ମୋ ବୋହୂ, ମୋ ନାତି ନାତୁଣୀ, ମୋ କୋଠା, ମୋ ଗାଡ଼ି, ମୁଁ ମୋ ଭିତରେ ବଞ୍ଚିଛନ୍ତି, କାଳୁ ଆପଣଙ୍କ କଥା ଶୁଣିବ କାହିଁକି? କାଳୁ ସେଇମାନଙ୍କ କଥା ଶୁଣିବ ଯେଉଁମାନେ ହୃଦୟରେ ସମ୍ପୂର୍ଣ୍ଣ ନିର୍ମଳ ଏବଂ ନିଃସର୍ତ୍ତ ସମର୍ପଣରେ କାଳୁ ପାଖରେ ସେମାନେ ନଇଁ ଯାଇଛନ୍ତି। କାଳୁ ହେଲା ପ୍ରେମର ଠାକୁର, ଭାବର ଠାକୁର। ବାଞ୍ଛାନିଧି ଶତପଥୀଙ୍କ ଭଳି ଯଦି ଭାବର ସଂକଳ୍ପ ଆପଣ କରିପାରିବେ, ଭାବର ସଂକଳ୍ପ ମାନେ ବାଞ୍ଛାନିଧି ଶତପଥୀ ସେଦିନ ସନ୍ଧ୍ୟାବେଳେ ଅଭିମାନରେ ଅରୁଣ ସ୍ନେହ ପାଖରେ କହିଥିଲେ, ମୋତେ ତ ତୁ ଅଚଳ ଅପଙ୍ଗ କରିଦେଲୁ, ମୁଁ ଆଜି ଖାଇବିନି, ମୁଁ ଆଜି ଭୋକରେ ରହିବି। এইটা হচ্ছে ଭାବର ସଂକଳ୍ପ। ଏଠି ଗାଳି ଦିଆ ନୁହଁ। ପ୍ରଭୁ ପ୍ରତି ଯେଉଁ ଭାବର ପ୍ରେମ, ଭାବର ସମ୍ପର୍କ, ଅଭିମାନରେ କହୁଛି ଯେ ମୁଁ ଆଜି ଖାଇବିନି। ଯେମିତି କେତେବେଳେ ଗୋଟେ ସ୍ୱାମୀ ସ୍ତ୍ରୀ ଉପରେ କୌଣସି କାରଣରୁ ଟିକେ ରୁଷିକି କହେ ମୁଁ ଆଜି ରାତିରେ ଖାଇବିନି, ତା ତ ସେ ରାଗେନି। ସେଇଟା ସ୍ତ୍ରୀ ପ୍ରତି ଯେଉଁ ପ୍ରେମର ଭାବ, ସେ ଭାବର ସଂକଳ୍ପ, ମୁଁ ଆଜି ଖାଇବିନି, ରୁଷନ୍ତି, ଅଭିମାନ। ତମ ଭିତରେ ଯଦି ସେଇ ଭାବର ସଂକଳ୍ପ ଥିବ, ପ୍ରଭୁ ପ୍ରତି ଯଦି ତମର ଭାବର ସମ୍ପର୍କ ଥିବ, ପ୍ରେମର ସମ୍ପର୍କ ଥିବ, ପ୍ରଭୁ ନିଜେ ଆସି ତମ ଗୋଡ଼ ଘଷିଦବ, ତମ ପାଇଁ ମଧ୍ୟ ଖାଇବାକୁ ଯୋଗେଇ ଦବ। ପୁଣି ମୋର ଗୋଟେ ପଛ ଭିଡ଼ିଓ ଦେଖିବେ, ମୁଁ ବି ଏମିତି ଥରେ ନ ଖାଇକି କେମିତି ବ୍ୟାଙ୍କ ଯାଇଥିଲି, ଏକା ଜିଦି, ଯଦି ସେ ନିଜେ ଆସି ମୋତେ ଖାଇବାକୁ ଦବ ମୁଁ ଖାଇବି, ନହେଲେ ଖାଇବିନି। କେମିତି ରସଗୋଲା ଆସିକି ମୋ ପାଖରେ ପହଞ୍ଚିଥିଲା, ସେ ଭିଡ଼ିଓ ଆପଣ ମଧ୍ୟ ଖୋଜିକି ଦେଖିପାରିବେ। ଯଦି କେତେବେଳେ ସମ୍ଭବ ହେବ ମୁଁ ତାକୁ ଆଉଥରେ ମଧ୍ୟ କହିବି। ମୋଟାମୋଟି ମୁଁ କହିବା କଥା ବନ୍ଧୁ, ଅତୀତରେ ଯେ କେବଳ ଜଗନ୍ନାଥଙ୍କୁ ନେଇ ଅନେକ ଅଲୌକିକ ଘଟଣା ଘଟିଛି ତା ନାହିଁ। ଏଠି ପ୍ରତି ମୁହୂର୍ତ୍ତରେ କେଉଁଠି ନା କେଉଁଠି ଜଗନ୍ନାଥ ତାଙ୍କର ଲୀଳାଖେଳା ଦେଖାଉଛନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟକ୍ତିଗତ ଅଲୌକିକ ଅନୁଭବ ଜଗନ୍ନାଥଙ୍କୁ ନେଇ ହେଉଛି, ହେଇ ଚାଲିଛି ବୋଲି ଯେ ପୁରା 140 କୋଟି ଲୋକଙ୍କ ଜୀବନରେ ଘଟିବ ତା ନାହିଁ। କେବଳ ଯେଉଁମାନେ ଯୋଗ୍ୟତା ସମ୍ପନ୍ନ, କାଳୁ ଦୃଷ୍ଟିରେ ଯେଉଁମାନେ, କାଳୁ ନିଜେ ବିଚାର କରୁଛି ଇଏ ବର୍ତ୍ତମାନ ମୋର କରୁଣା ପାଇବା ପାଇଁ ଯୋଗ୍ୟ ହେଇଗଲାଣି, ସେଇଠି ସେ ଅଜାଡ଼ି ଦେବ। ତେଣୁ ଆପଣମାନେ କାଳୁକୁ ନିଜ ଘରର ଗୋଟେ ବୁଢ଼ା ବାପା କି ନିଜର ପ୍ରେମିକ କିମ୍ବା ନିଜର ଅନ୍ତରଙ୍ଗ ବନ୍ଧୁ ଭାବରେ ଆଗ ଭଲ ପାଆନ୍ତୁ ଏବଂ ସେଇ ଅନୁସାରେ ତା ସହିତ ବ୍ୟବହାର କରନ୍ତୁ। ତାକୁ ଧୂପ ଦୀପରେ, ଝୁଣା କର୍ପୂର ଧୂଆଁରେ, ରୀତିନୀତିରେ, ଶାସ୍ତ୍ର ପୁରାଣରେ, ଶୋଳ୍କ ଭିତରେ ବାନ୍ଧିକି ରଖନ୍ତୁନି। ଯଦି ତାରି ଭିତରେ ବାନ୍ଧିକି ରଖିବେ, ସେ ତାରି ଭିତରେ ରହିବ, ସିଏ ଆଉ ଆପଣମାନଙ୍କ ପାଖକୁ ଆସିବନି। ଯେତେବେଳେ ତାକୁ ନିଜ ପରିବାରର ଜଣେ ସଦସ୍ୟ ହିସାବରେ ଆପଣମାନେ ଅନ୍ତର ସହିତ ଗ୍ରହଣ କରିଯିବେ, ଯାହା ଭିତରେ ଛୁଆଁ ଅଛୁଆଁ ନଥିବ,
शुभ अशुभ नथिब पाप पुण्यर विचार नथिब सेतिक बेले काळू आपणकर एटा मोर प्रवचन नुहे एटा मोर खाली कहवा कथा बोली मु कहूची ता मध्य नुहे एटा जीवन रे घटुची प्रति मुहूर्त रे घटुची तेणु बाबा आपण टे काळू पई मो पई या कहिदेबे मो पुओ बोहूंक भितर जेमति भल पड़िबो पुओ चाकरी पाइजिबो झीवर बाहागर ठीक हो मोर आंठू गंठी भल हो आपण टिके मो पई कहिबे आपण कथा काळू सुनुची हाँ मो पई काळू मो कथा सुनुची अर्थ नुहे मु आपण मानक पई दलाली करिबे गोटे मिडिल मैन रोल रे भूमिका रे रहिबे आपणकर असुविधा होची आपण काळू कहतु से काळूर इच्छा से शुणिबो कि न शुणिबो मते से जिंचट भितर दया करी पकातु नाही एवं पुणी शेष कहूँ जदि कई बंधु बा भाई माने भावु थांती मु जगन्नाथ ना अपप्रचार करुच्ची ताहले ये वीडियो देखंतुनी मो जीवन व्यक्तिगत अनुभवर कथा कहूँ अनुभूतिर कथा कहूँ जो घटना गुड़ा मो आगे घटी मुझे कथा कहूँ विश्वास अविश्वास प्रश्नवाची जो आसीगला तापरे जगन्नाथंकर करुणा को आपण ए जन्म रे आदौ आशा करंतु नाही रहिली ए वीडियोटी केमिति लागिला मते निश्चय जणेबे लाइक करिवे शेयर जेछाता करंतु सब्सक्राइब न करिथिले इच्छा ले सब्सक्राइब करिवे पुणी या परे जदि सुविधा हो जगन्नाथ को नहीं मुझे आउ कि कहबी तेबे फेब्रुआरी मासरे हूँ तो प्रथम सप्ताह मु ठीक अच्छी नेताजी विषय रे गोटे सीरीज स्टार्ट करी कारण नेताजी जीवित ना मृत आपको नहीं आज जाए जो प्रश्नवाची प्रश्नर भौरी खेलुची से विषय जेहेतु मोर जोड़ाए बही अच्छी निखोज नेताजी मिलने नेताजी मु भावुची नेताजी करी आपण दयाकरी से एपिसोड को देखिए आज रही नमस्कार ये है मो पाखे रही सबू कथा सबू किसी शुणुवा मोर प्रिय काळू काळू मोर जीवन काळू मोर प्राण काळू मोर स्पंदन रही भाई।